ରାଧେ ଜୟ ଜଗନ୍ନାଥ। ମୁଁ ଆପଣଙ୍କୁ ଅନନ୍ତର ଚ୍ୟାନେଲକୁ ସ୍ୱାଗତମ କରୁଛି। ଆଜି ଏକ ସୁନ୍ଦର କଥାବସ୍ତୁ ଆଜି ଆଲୋଚନା କରିବା ଯେ ମଣିଷ ଜୀବନରେ ଦୁଃଖର କାରଣ କଣ, କାହିଁକି ମଣିଷ ଦୁଃଖ ପାଇଥାଏ। ଗୌତମ ବୁଦ୍ଧ ଆଜି ସୁନ୍ଦର କଥା କହିଛନ୍ତି ଏହି ଦୁଃଖ ବିଷୟରେ। ମଣିଷ କାହିଁକି ତା ଜୀବନରେ ଦୁଃଖ ପାଇଥାଏ। ଗୌତମ ବୁଦ୍ଧ ତାଙ୍କ ଜୀବନରେ ଯେଉଁ ସନ୍ଦେଶ ଆମକୁ ଦେଇଛନ୍ତି ତା ବହୁତ ଜରୁରୀ ପ୍ରତିଟି ମଣିଷ ପାଇଁ, ଏବଂ ସେ ବହୁତ ଗଭୀର ସନ୍ଦେଶ ଦେଇଛନ୍ତି ମଣିଷ ସମାଜ ପାଇଁ। ସେ ବିଶ୍ୱାସ କରୁଥିଲେ ଯେ ଦୁଃଖ ହେଉଛି ମଣିଷ ଜୀବନର ଏକ ଅବିଭାଜ୍ୟ ଅଂଶ ଅଟେ। ଦୁଃଖ ଆସିବା ଦ୍ୱାରା ମଣିଷ ବହୁତ କିଛି ଶିକ୍ଷା ପାଇଥାଏ ଏବଂ ନିଜ ଜୀବନରେ ଆଗକୁ ବଢ଼ିବା ପାଇଁ ସସାସ ଧୈର୍ଯ୍ୟ ମଧ୍ୟ ପାଇଥାଏ। ଦୁଃଖ କେବଳ ଆସିନଥାଏ ମଣିଷକୁ କଷ୍ଟ ଦେବା ପାଇଁ, ମଣିଷର ଭୁଲକୁ ଅଜ୍ଞାନତାକୁ ଜଣେଇ ଦେବା ପାଇଁ ମଧ୍ୟ ମଣିଷକୁ ଦୁଃଖ ଆସିବା ନିହାତି ଜରୁରୀ ସଂସାରରେ। ନମ୍ବର 1, ଏ ଦୁଃଖର କାରଣ କ'ଣ? ତୃଷ୍ଣା ଆଉ ଇଚ୍ଛା। ମଣିଷର ଅସୀମ ଇଚ୍ଛା। ମଣିଷ ଜୀବନରେ ଇଚ୍ଛାର ପରିସମାପ୍ତି ହିଁ ନାହିଁ। ଶେଷ ନିଶ୍ୱାସ ଥିବା ପର୍ଯ୍ୟନ୍ତ ତାର ଇଚ୍ଛା, ଲୋଭ, ଲାଳସା ସବୁବେଳେ ରହିଥାଏ। ବୁଦ୍ଧ କହିଛନ୍ତି ଦୁଃଖର ମୂଳ କାରଣ ହେଉଛି ଆମର ଏଇ ଇଚ୍ଛା ଆଉ ତୃଷ୍ଣା। ଆମ ମନରେ ସବୁ ଅସନ୍ତୋଷ ଓ ବେଦନା ରହିଛି। ସେଗୁଡ଼ିକ ଅଧିକାଂଶ ଆମର ଅପୂରଣୀୟ ଇଚ୍ଛା ଗୁଡ଼ିକ ମଧ୍ୟରୁ ଅନ୍ୟତମ। ଯେତେବେଳେ ଏହା ଆପଣା ନିଜର ଇଚ୍ଛା ପୂରଣ ହୋଇନଥାଏ ସେତେବେଳେ ଆମେ ଦୁଃଖ ପାଇଥାଉ ଆଉ କଷ୍ଟ ଅନୁଭବ କରୁ। ଇଚ୍ଛା ଗୁଡ଼ିକୁ ତ୍ୟାଗ କରିବା ଦୁଃଖର ଶେଷକୁ ନେଇଯାଇପାରେ। ନମ୍ବର 2, 4 ଆର୍ଯ୍ୟ ସତ୍ୟ। ବୁଦ୍ଧ କହିଛନ୍ତି ଯେ ଦୁଃଖ ବିଷୟରେ 4 ଆର୍ଯ୍ୟ ସତ୍ୟ, ଯାହା ଶିକ୍ଷାର ମୂଳ ଅଂଶ। ଯେ ପ୍ରଥମ ସତ୍ୟ ହେଉଛି ଜୀବନରେ ଦୁଃଖ ଅଛି, ତାକୁ ଗ୍ରହଣ କରିବା ଉଚିତ। ଦ୍ୱିତୀୟ ସତ୍ୟ, ଦୁଃଖର କାରଣ ମଧ୍ୟ ଅଛି ଏବଂ ଏହା ହେଉଛି ତୃଷ୍ଣା ବା ଇଚ୍ଛା, ଲାଳସା, ଲୋଭ। ତୃତୀୟ ସତ୍ୟ, ଦୁଃଖର ଶେଷ ସମ୍ଭବ, ନିଶ୍ଚିନ୍ତ ସମ୍ଭବ, ଦୁଃଖ ଦିନେ ନିଶ୍ଚିନ୍ତ ଯିବ। ଚତୁର୍ଥ ସତ୍ୟ, ଦୁଃଖର ଶେଷ ମାର୍ଗ ହେଉଛି ଅଷ୍ଟାଙ୍ଗିକ ମାର୍ଗ। ଦୁଃଖର ଶେଷକୁ ନେବା ଜୀବନର ସର୍ବୋଚ୍ଚ ଲକ୍ଷ୍ୟ। ନମ୍ବର 3, ଦୁଃଖର ଶେଷ ସମ୍ୟକ ଦୃଷ୍ଟି। ବୁଦ୍ଧ କହିଛନ୍ତି ଯେ ଦୁଃଖର ଶେଷକୁ ନେବା ପାଇଁ ଆମକୁ ଆମର ଦୃଷ୍ଟିକୋଣକୁ ବଦଳାଇବା ଉଚିତ। ସମ୍ୟକ ଦୃଷ୍ଟିର ଅର୍ଥ ହେଉଛି ସଠିକ ଭାବରେ ଦେଖିବା ଓ ବୁଝିବା ନିଜକୁ। ଯଦି ଆମେ ଜୀବନରେ ଯେକୌଣସି ଜିନିଷକୁ ଦେଖିବାର ସଠିକ ଉପାୟ ଆମେ ନେଇପାରୁଛେ ତେବେ ସତ୍ୟ ଦୁଃଖ ଆମ ଜୀବନରେ କମିଯାଇଥାଏ। ଏହା ସତ୍ୟକୁ ଦେଖିବା ଏକ କଳା ଅଟେ, କୌଣସି ମୋହ ବିନା। ମୋହ ବିନା ସତ୍ୟକୁ ଦେଖିଲେ ମାତ୍ର ଦୁଃଖ ଶେଷ ହୋଇଯାଏ। ସବୁବେଳେ ନିଜର ଦୃଷ୍ଟିକୋଣକୁ ସଠିକ କରନ୍ତୁ ଆଉ ପଜିଟିଭ କରନ୍ତୁ, ସକାରାତ୍ମକ ମନୋଭାବ ନେଇ। ନମ୍ବର 4, ବର୍ତ୍ତମାନରେ ଜୀବନ ଜିଅନ୍ତୁ। ବୁଦ୍ଧ ଆମକୁ ଶିଖାଇଛନ୍ତି ଯେ ଦୁଃଖକୁ ଛାଡ଼ିବାର ଏକ ଉପାୟ ହେଉଛି ଆମର ବର୍ତ୍ତମାନ ଉପରେ ଧ୍ୟାନ କେନ୍ଦ୍ରିତ କରିବା। ଅଧିକାଂଶ ଲୋକମାନେ ଅପରିଚିତ ସମୟରେ ରହିଥାନ୍ତି କିମ୍ବା ଆଗକୁ ଦେଖି ଭୟ କରିଥାନ୍ତି, ଦୁଃଖକୁ ନିମନ୍ତ୍ରଣ କରିଥାନ୍ତି। ଜୀବନର ପ୍ରତିଟି ମୁହୂର୍ତ୍ତ ହେଉଛି ମଣିଷ ପାଇଁ ମୂଲ୍ୟବାନ। ଆମକୁ ଏହାକୁ ସମ୍ପୂର୍ଣ୍ଣ ଭାବରେ ଜୀଇବା ଉଚିତ, ବୁଝିବା ଉଚିତ ଆଉ ନିଜ ବର୍ତ୍ତମାନ ଉପରେ ଧ୍ୟାନ ରଖିବା ଉଚିତ, କେନ୍ଦ୍ରିତ କରିବା ଉଚିତ। ଯିଏ ଅତୀତରେ ରହିଯାଇଥାନ୍ତି ସେ ସବୁବେଳେ ଦୁଃଖ ପାଆନ୍ତି। ବର୍ତ୍ତମାନରେ ଜୀବନ ଜୀଇବା ହେଉଛି ପ୍ରକୃତ ଜୀବନ ଜୀଇବା। ବର୍ତ୍ତମାନ ଯେତିକି ଅଛି ସେତିକିରେ ଖୁସିରେ ଜୀବନ ଜିଅନ୍ତୁ। ଦେଖିବେ ଜୀବନରେ ବହୁ ଶାନ୍ତି ଆଉ ସୁଖ ପାଇବେ। କାରଣ ମଣିଷର ଆଶା ଆଉ ଅତୀତରୁ ପାଇଥିବା ଯେଉଁ ଜିନିଷକୁ ଆମେ ଯଦି ବାନ୍ଧି ଧରିବା ଜୀବନରେ ଦୁଃଖ ହିଁ ତ ମିଳିବ। ସେଥିପାଇଁ ଭବିଷ୍ୟତକୁ ଚିନ୍ତା ନ କରି ବର୍ତ୍ତମାନରେ ମିଳୁଥିବା ଜୀବନର ସବୁ କିଛିକୁ ଖୁସି ଆଉ ସୁଖର ସହିତ ବିତେଇବାକୁ ଚେଷ୍ଟା କରନ୍ତୁ। କାହିଁକି ନା ଏ ଜୀବନ ଆଜିର ଅଛି, କାଲି ତାହା ଥିବ ତାହା ଗ୍ୟାରେଣ୍ଟି କେହି ବି ଦେଇପାରିବେ ନାହିଁ। ସେଥିପାଇଁ ସବୁବେଳେ ବର୍ତ୍ତମାନରେ ଜୀବନ ଜିଇବା ଶିଖନ୍ତୁ। ଅତୀତକୁ ତ୍ୟାଗ କରନ୍ତୁ, ଭବିଷ୍ୟତକୁ ଛାଡ଼ି ଦିଅନ୍ତୁ। କାହିଁକି ନା ଯିଏ ଜନ୍ମ ଦେଇଛି ତାର ଭବିଷ୍ୟତରେ କ'ଣ ହବ ସେ ହିଁ ରାସ୍ତା କରିଥାଏ। ନମ୍ବର 5, ଶାନ୍ତିର ପଥ ଧ୍ୟାନ। ବୁଦ୍ଧଙ୍କ ମତରେ
ଯଦି ଧ୍ୟାନର ପଥ ଆମକୁ ଶାନ୍ତି ଦିଗକୁ ନେଇଯାଏ, ଧ୍ୟାନ ଆମର ମନକୁ ଶାନ୍ତି କରେ ଏବଂ ଆମକୁ ନିଜର ସହିତ ଯୋଡ଼ିଥାଏ। ସେଥିପାଇଁ ମେଡିଟେସନ ଇଜ ଭେରି ଇମ୍ପୋର୍ଟାଣ୍ଟ ଫର ଅସ୍। ତ ଜୀବନରେ ସବୁବେଳେ କିଛି ମୁହୂର୍ତ୍ତ ପାଇଁ ଟିକେ ମେଡିଟେସନ କରନ୍ତୁ, ଧ୍ୟାନ କରନ୍ତୁ, ଯୋଗ କରନ୍ତୁ। ଏହା ମାଧ୍ୟମରେ ଆମର ଦୁଃଖକୁ ଗଭୀରରେ ବୁଝିପାରିବା ଏବଂ ତାକୁ ଦୂର କରିପାରିବା। ଧ୍ୟାନ କରିବା ଦ୍ୱାରା ମନକୁ ବହୁ ଶାନ୍ତି ମିଳିଥାଏ, ପଜିଟିଭ ଏନର୍ଜି ମଧ୍ୟ ଆସିଥାଏ। ଧ୍ୟାନରେ ସେହି ଶକ୍ତି ଅଛି ଯାହା ଆମକୁ ଦୁଃଖରୁ ଶେଷକୁ ନେଇଯାଇଥାଏ। ଧ୍ୟାନରେ ମନକୁ ଶାନ୍ତି କରିବାରେ ହିଁ ଦୁଃଖର ମୁକ୍ତି ମାର୍ଗ ଅଛି। ନମ୍ବର 6, ସହାନୁଭୂତି ଓ କରୁଣା। ବୁଦ୍ଧଙ୍କ ମହତ୍ୱପୂର୍ଣ୍ଣ ସନ୍ଦେଶ ହେଉଛି ଯେ ଦୁଃଖକୁ କମାଇବା ପାଇଁ ଅନ୍ୟମାନଙ୍କ ପ୍ରତି ସହାନୁଭୂତି ଓ କରୁଣା ଧାରଣ କରିବା ନିହାତି ଜରୁରୀ। କରୁଣାର ଅର୍ଥ ହେଉଛି ଅନ୍ୟମାନଙ୍କ ଦୁଃଖକୁ ବୁଝିବା ଓ ତାହାକୁ କମାଇବାର ଉପକ୍ରମ କରିବା। ଏହା ଆମକୁ କେବଳ ଅନ୍ୟମାନଙ୍କ ପାଇଁ ନୁହେଁ ବରଂ ନିଜ ପାଇଁ ମଧ୍ୟ ଏକ ସକାରାତ୍ମକ ଦୃଷ୍ଟିକୋଣ ପ୍ରଦାନ କରିଥାଏ। କରୁଣା ବିନା ଜୀବନ ହେଉଛି ଅର୍ଥହୀନ। ସେଥିପାଇଁ ଜୀବନରେ ପ୍ରତି ମୁହୂର୍ତ୍ତରେ ନିଜ ହୃଦୟ ଭିତରେ ସହାନୁଭୂତି, ଦୟା, କରୁଣା ସବୁବେଳେ ରକ୍ଷା କରନ୍ତୁ। କାହିଁକି ନା ଆମେ ମଣିଷ, ଆମେ ପଶୁ ନୁହେଁ। ସେଥିପାଇଁ ସବୁବେଳେ ଏସବୁକୁ ହୃଦୟରେ ଧାରଣ କରିବା ହେଉଛି ପ୍ରକୃତ ମାନବିକତାର ପରିଚୟ। ନମ୍ବର 7, ସମ୍ୟକ ବାଚନ ଓ ସମ୍ୟକ କର୍ମ। ବୁଦ୍ଧଙ୍କ ଅନୁସାରେ ସଠିକରେ ଥରେ କହିବା ଓ ସଠିକ କର୍ମ କରିବା ମଧ୍ୟ ଦୁଃଖକୁ କମାଇବାରେ ସାହାଯ୍ୟକାରୀ ହୋଇଥାଏ। ଯେତେବେଳେ ଆମେ ଆମର ଶବ୍ଦକୁ ଓ କାର୍ଯ୍ୟରେ ସତ୍ୟ, ସହାନୁଭୂତି ଓ ଶାନ୍ତି ଧାରଣ କରିଥାଉ, ତେବେ ଜୀବନରେ ଦୁଃଖର ଅନୁଭବ ମଧ୍ୟ କମିଯାଇଥାଏ। ସତ୍ୟ କହିବା ଦ୍ୱାରା ଜୀବନରେ ସବୁବେଳେ ଖୁସି ରହିବା ଉଚିତ ରହିଥାଏ। ସତ୍ୟ ଶବ୍ଦ ଓ କର୍ମରେ ହିଁ ଜୀବନର ସୁଖ ସମ୍ଭବ। କାରଣ ମିଥ୍ୟାର ପରିସମାପ୍ତି ବହୁତ କ୍ଷଣିକ ମାତ୍ରାରେ ତାହା ହୋଇଯାଇଥାଏ, ତାର ଶେଷ ହୋଇଯାଇଥାଏ। ଦୁଃଖ କେବେ ବି ମିଥ୍ୟା ସାରା ସମୟ ପର୍ଯ୍ୟନ୍ତ ରହିନଥାଏ, ସେ କ୍ଷଣିକ ମାତ୍ର ପାଇଁ ରହିଥାଏ। ନମ୍ବର 8, ଦୁଃଖରୁ ଶିଖିବାର ପଥ। ବୁଦ୍ଧଙ୍କ ଏକ ଅନ୍ୟ ଗୁରୁତ୍ୱପୂର୍ଣ୍ଣ ସନ୍ଦେଶ ହେଉଛି କି ଯେ ଦୁଃଖରୁ ପଳାଇବା ଉଚିତ ନୁହେଁ ବରଂ ତାକୁ ବୁଝିବା ଓ ତାହାର କିଛି ଶିଖିବା ଦରକାର ପ୍ରତିଟି ମଣିଷ ପାଇଁ। ଦୁଃଖ ଜୀବନରେ ଏକ ଶିକ୍ଷକର ଭୂମିକା ପାଳନ କରିଥାଏ, ଯାହା ଆମକୁ ଗୁରୁତ୍ୱପୂର୍ଣ୍ଣ ପାଠ ଦିଏ। ଯେତେବେଳେ ଆମେ ଆମର ଦୁଃଖକୁ ସମ୍ମୁଖୀନ ହୋଇଥାଉ, ତେବେ ଆମ ଆନ୍ତରିକ ଭାବରେ ଶକ୍ତିଶାଳୀ ହେବାର ସମର୍ଥ ମଧ୍ୟ ହେବା ଦରକାର। ଦୁଃଖକୁ ସାମ୍ନା କରିବା ସବୁବେଳେ ଧୈର୍ଯ୍ୟର ସହିତ ପ୍ରତିଟି ମଣିଷର ରହିବା ଉଚିତ। ଦୁଃଖକୁ କେବେ ଡରନ୍ତୁ ନାହିଁ, କାହିଁକି ନା ଦୁଃଖ କ୍ଷଣିକ ସମୟ ପାଇଁ। ଯଦି ଧୈର୍ଯ୍ୟ ଓ ସାହସର ସହିତ ଆମେ ସେ ଦୁଃଖକୁ ସାମ୍ନା କରିବା, ତାହେଲେ ସେ ଦୁଃଖ ଆମକୁ ଡରିବ, ଆମେ ଦୁଃଖକୁ ନୁହେଁ। ଦୁଃଖ ଆମକୁ ଜୀବନର ଏକ ଅସଲ ଅର୍ଥ କ'ଣ ତାହା ମଧ୍ୟ ଶିଖାଇ ଦିଏ। ବୁଦ୍ଧଙ୍କ ଦର୍ଶନ ଆମକୁ ସଦା ଶିଖାଏ ଯେ ଦୁଃଖକୁ ବୁଝିବା ପାଇଁ ନିଜ ଜୀବନରେ ପରିବର୍ତ୍ତନ କରିବା ଆବଶ୍ୟକ। ଆମର ଭାବନା, କାର୍ଯ୍ୟ ଓ ଶବ୍ଦ ଆମର ଜୀବନରେ ଦୁଃଖ ଓ ସୁଖର ସୃଷ୍ଟି କରେ। ସେଥିପାଇଁ ସବୁବେଳେ ପଜିଟିଭ ଥିଙ୍କିଂ ଇଜ ଭେରି ଗୁଡ୍। ସବୁବେଳେ ସକାରାତ୍ମକ ଭାବନା ମନ ଭିତରେ ରଖନ୍ତୁ। ଆଉ ପ୍ରତିଟି ବ୍ୟକ୍ତି ନିଜର ଦୁଃଖକୁ ମୁକ୍ତି ପାଇବାର ଶକ୍ତି ତା ନିଜ ପାଖରେ ଅଛି, ତାକୁ ସେ ନିଜେ ହିଁ ଗ୍ରହଣ କରିବା ଉଚିତ। କେହି କାହାର ଦୁଃଖକୁ ଦୂର କରନ୍ତି ନାହିଁ, ନିଜେ ହିଁ ନିଜର ଦୁଃଖକୁ ଦୂର କରିଥାଏ। ଏହାକୁ ବୁଝିବା ଦରକାର, ଏହାର ମାର୍ଗକୁ ବୁଝିବା ଦରକାର। ନମ୍ବର 9, ଦୁଃଖ ସହିତ ସମ୍ମୁଖୀନ ହେବାର ସତ୍ସାହସ। ବୁଦ୍ଧଙ୍କ କହିବା ଅନୁସାରେ ଦୁଃଖକୁ ପଳାଇବାରେ କିଛି ମିଳେ ନାହିଁ। ନିଜକୁ ଦୁଃଖକୁ ଯଦି ଆମେ ଡରିକି ଦୌଡ଼ିଯିବା, ତାହେଲେ ଆମକୁ ଦୁଃଖ ଡରେଇବ। ଆମକୁ ସାହସପୂର୍ବକ ତାକୁ ସାମ୍ନା କରିବା ଦରକାର। ଯେତେବେଳେ ଆମେ ଆମର ଦୁଃଖକୁ ସମ୍ମୁଖୀନ କରିବାକୁ ନିଜ ଭିତରେ ଶକ୍ତି ସୃଷ୍ଟି କରିବା, ସେତେବେଳେ ଆମ ଆନ୍ତରିକ ଶକ୍ତିର ଉନ୍ନତି ହେବ, ଆତ୍ମାରେ ଶାନ୍ତି ହେବ ଆଉ ଦୁଃଖ ଆମଠୁ ଦୂରେଇ ଯିବ। ଦୁଃଖକୁ ସମ୍ମୁଖୀନ କରିବା ପ୍ରତିଟି ମଣିଷ ହୃଦୟ ଭିତରେ ସାହସ ବାନ୍ଧିବା ବହୁତ ଜରୁରୀ। ରାଧେ ରାଧେ, ଜୟ ଶ୍ରୀକୃଷ୍ଣ। ଆମ ଆନନ୍ଦରା ଚ୍ୟାନେଲକୁ ଲାଇକ୍, କମେଣ୍ଟ, ସେୟାର, ସବସ୍କ୍ରାଇବ କରିବାକୁ ଜମା ବି ଭୁଲିବେ ନାହିଁ।